ହର ହର ଶମ୍ଭୁ। ଆସନ୍ତୁ ପାଠ କରିବା ରାଧାଷ୍ଟମୀ ବ୍ରତ କଥା। ଓಂ ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ। ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ ଭାଦ୍ର ମାସେ ଶୀତେ ପକ୍ଷେ ରୁକ୍ଷାନୁରାଧା ସଂଜ୍ଞାନେ ଅଷ୍ଟମ୍ୟା ভানুবারে চ দিন মধ্যেতি শোভনে বৃষভানুগৃহে জন্ম রাধায় সুমনোহরম आदौ घटे वरुणपूजं कुर्यात् तदनन्तरं संकल्प विधामाचरेत् तज्जथा। ओं विष्णु नमः हेत्यादि एकपूर्वोक्त विधिविशेषणमुखस्य गोत्र श्रीमान् अनुकदेव शर्मेण श्रीराधाष्टमी व्रतमहं करिष्ये ध्यानम्। ओं श्रीराधिकां समृद्धिस्य सर्वपापप्रशान्तये उपवासं करिष्यामि राधाष्टम्यां नभस्याः आजन्ममरणं यावत् जन्मया दुष्कृतं कृत्य तुत्राणाशाय राधिके प्रसाद परमेश्वरी। ଏହି ମନ୍ତ୍ରରେ ଆମେ ଧ୍ୟାନ କରି ଶ୍ରୀ ରାଧାଷ୍ଟମୀ ବ୍ରତ ଗାୟନ କରିବା ଉଚିତ। ଶୁଣ ଶୁଣ ସୁଜନେ ଦେଇ ମନ କହିବା ପୂର୍ବ ବିଧାନ। ରାଧାଙ୍କ ଜନ୍ମ ସମାଚାର ଶ୍ରବଣ କରି ତର ନର। ଏକଇ ଦିନ ଦ୍ୱାରିକାରେ ରତନ ସିଂହାସନ ପରେ ବସିନଥିଲେ ଜଗନ୍ନାଥ ମନ ହୋଇ ଆନନ୍ଦିତ। ଏହି ସମୟ ତାଙ୍କ ପାଶ ରୁକ୍ମିଣୀ ହଇଲେ ପ୍ରବାସ। ଆଦର ସର୍ବପାଟ ବଂଶୀ ମିଳିଲେ ଏକ ଏକ ଆସି। ତାହାଙ୍କୁ ଦେଖି ଜନାର୍ଦ୍ଦନ ପୁଛିଲେ ଗମନ କାରଣ। ରୁକ୍ମିଣୀ ଯୋଡ଼ିବେନି କର ବହିଲେ ବଚନ ମଧୁର। ଭପ୍ରାଣନାଥ ଆମ ପରେ ଦୟା ବହିଣ କୁହବାରେ। ଆଜି ସେ ରାଧାଷ୍ଟମୀ ବ୍ରତ ରାଜ୍ୟରେ ହୋଇ ପାଳିତ। ତାହାର ସର୍ବବିବରଣ ଶୁଣିବା ପାଇଁ ବଳେ ମନ। ସେ ରାଧା ଦେବୀ କାହା ଘରେ ଜନ୍ମ ଲଭିଲେ କେଉଁଠାରେ କାହିଁକି ମୂର୍ତ୍ତି ହେଲେ ଜାତ ତାହା ବିସ୍ତାରି କୁହନାଥ। କେବଳ ମହିମା ତାଙ୍କର କେଉଁ ଉଞ୍ଚରେ ଅବତାର ଶୁଣିବା ପାଇଁ ବଳ ମନେ ଦାସରେ ସଦୟ ହଇଣ। ଶୁଣିବା ପାଇଁ ବଳେ ମନ ଦାସରେ ସଦୟ ହଇଣ। କୁହନ୍ତୁ ସକଳ ବିଷୟ ମନରୁ ଛାଡ଼ିବ ସନ୍ଦେହ। ଏମନ୍ତ କହିଣ ରୁକ୍ମିଣୀ ମୌନ ହେଲେ କ୍ଷେତ୍ରମଣି। ଶ୍ରୀକୃଷ୍ଣ ବାଚ ରୁକ୍ମିଣୀ ବଚନେ ଗୋବିନ୍ଦ ମନରେ ହଇଣ ଆନନ୍ଦ। ବହିଲେ ଶୁଣ ପାଟ ବଂଶୀ ଯାହା ପୁଛିଲ ହୋଇ ଖୁସି। ରାଧାଙ୍କ ଜନ୍ମ ସମାଚାର ଆବର ମହିମା ତାଙ୍କର ବର୍ଣ୍ଣନା କରିବାର ପାଇଁ ବିଧାତା ସକ୍ଷମ ନୁହଁ। ଶଙ୍କର ସଦା କରି ତପ ନ ଜାଣେ ରାଧାଙ୍କ ସ୍ୱରୂପ। ତୁମେ ଯଦ୍ୟପି ଜାଣିବାକୁ ଆସିଛ ପହର ପାଶକୁ ତାହେଲେ ଯାହା ଜାଣେ ମୁହିଁ କହିବି ଶୁଣ ମନ ଦେଇ। ରାଧା ବୋଲି ଯେ ଦି ଅକ୍ଷର ସକଳ ପଟେ ଅଟେ ସାର। ରାଧାଠାରୁ ସର୍ବସୃଷ୍ଟି ଜନ୍ମେଛନ୍ତି ପରମେଷ୍ଟି। ଦେଖ ଯେତେ ଜଳସ୍ଥଳ ରାଧାଙ୍କ ଠାରୁ ଏହି ସକଳ ଉତ୍ପତ୍ତି ହୋଇଅଛି ଜାଣ। ଆକାଶ ଅନଳ ପବନ ଆବର ଚନ୍ଦ୍ର ଦିବାକର ଇନ୍ଦ୍ରାଦି ସକଳ ଅମର ରାଧାରାଣୀଙ୍କ ଠାରୁ ଜାତ ଜନ୍ମେଛନ୍ତି ପଞ୍ଚଭୂତ। ଏହି ପ୍ରକାରେ ତୁମ ନେତ୍ରେ ଜଗତ ଦେଖିଅଛୁ ଯେତେ ସମସ୍ତେ ତାହାଙ୍କର ବର୍ଣ୍ଣିବି କି ଗୁଣ ତାଙ୍କର। ଶୂନ୍ୟ ଶୂନ୍ୟ ଯେ ମହାଶୂନ୍ୟ ତା ମଧ୍ୟ ବି ଯେ ନିରଞ୍ଜନ। ସେ ନିରଞ୍ଜନ ଜାଣ ନିରାକାରଙ୍କର ଆସ୍ଥାନ। ନିରାକାର ପରେ ସେହି ଶୁକ୍ଲାମ୍ବର ଯେ ଛନ୍ତି ରହି ତାପରେ ଶଶୀ ବର୍ଣ୍ଣିଛନ୍ତି ନାହିଁ ତାଙ୍କର ରୂପକାନ୍ତି। ଅରୂପେ କରନ୍ତି ବିହାର ଅବନାମଣ୍ଡଳ ମଧ୍ୟର। ସେଠାରେ ଯେଉଁ ପୁର ଅଛି ବର୍ଣ୍ଣି ନ ପାରିବି କିଛି ତହିଁରେ ଅରୂପ ବିହାରୀ ଅଛନ୍ତି ଜାଣ ବିଜେ କରି। ସେ ପୁର ମହିମା ଅପାର ବର୍ଣ୍ଣିବା ଶକ୍ତି ନାହିଁ କାହାର। ତା ମଧ୍ୟ ବିଜେ ପୂର୍ଣ୍ଣ ବ୍ରହ୍ମ ପୁରୁଷମାନଙ୍କ ଉତ୍ତମ ବିଜେ କହିଛନ୍ତି ଜାଣ। ସର୍ବଦା ଲାଗିଛି ଭଜନ ରୋଗଶୋକ ଯେ ଜରାମୃତ ସେଠାରେ ନାହିଁ ତିଳେ ମାତ୍ର। ଆବର ଦିବସ ରଜନୀ ନ ହୁଏ ସେଠାରେ ଜାଣି। ମଳୟ ବହେ ଅବିରତ କୁସୁମେ ଭୃଙ୍ଗେ ହନ୍ତି ମୋର। ଚନ୍ଦ୍ର ଉଦିଆ ଜଳେ ତହିଁ ମାଣିକ୍ୟ ଦୀପ ଯେ ଜଳଇ। ଆବର ରତ୍ନର ପୁର କୁମ୍ଭ ନଥାଇ ସେ ୟାର ଆଡ଼ ଦୀର୍ଘ ତା ନହି କଳି। ମଧ୍ୟ ଛଇ ରାସସ୍ଥଳୀ ସେ ରାସସ୍ଥଳୀର ମହିମା ବର୍ଣ୍ଣି ନ ପାରିବ ବ୍ରହ୍ମା। ତା ମଧ୍ୟ ରତ୍ନ ଦେବୀ ସାର ବିଚିତ୍ର ଭାବେ ଯେ ସେ ତିଆର। ହୀରା ନଳେ ଯେ ବୈଡୂର୍ଯ୍ୟ ହୋଇଛି ନାନା କାରୁକାର୍ଯ୍ୟ। କେବଳ ବିନ୍ଧାଣେ ତାର ଗଢ଼ିଛି କେବଳ ଯନ୍ତ୍ରର। କିପରି କରିଛି ତୟାର ଦେଖିଲେ ଚକ୍ଷୁ ହେବ ସ୍ଥିର। ଏମନ୍ତ ଯେଉଁ ବେଦୀ ଗୋଟି ତହିଁ ବିଜୟ ପରମେଷ୍ଟି। ଶୂନ୍ୟ ଆସନ ବିଜେ କରି ଅଛନ୍ତି ଶ୍ରୀରାଧାଙ୍କୁ ଧରି। ଯୋଗମାୟା ଯେ ତାହାଙ୍କର ବହନ କରିଛନ୍ତି ଭାର। ଅଷ୍ଟକାଳରେ ଅଷ୍ଟ ସହି ସେବା କରନ୍ତି ତହିଁ ଯାଇ। ସାରଳା ବୀଣା ଯନ୍ତ୍ର ଧରି ବର୍ଜନ୍ତି ଦିବସ ସର୍ବରି
ମାର୍ଦଳ ବଜାନ୍ତି ଶଙ୍କର, ଚାମର ଢାଳେ ସୁନା ଶିର। ସେହି ମଣ୍ଡଳ ଅଧୀଶ୍ୱରୀ ଅଠନ୍ତି ରାଧା ସୁନ୍ଦରୀ। ଏକଇ ଅଙ୍ଗେ ବେନିଧନ, ଖେଳନ୍ତି ମହାନିତ୍ୟ ଜାଣ। ତାହାଙ୍କ ଦର୍ଶନ ନିମନ୍ତେ କେ କେତେ ଭାବି ହୃଦଗତେ, ଥକାଇ ଦୂର ଛନ୍ତି ଯାଇ, ପାବଚ୍ଛ ତଳେ ଅଛନ୍ତି ରହି। ଜପି ତପି ଯେ ସୁରଗଣ, ଦର୍ଶନ ଆଶାରେ ଜାଣିନ ଅର୍ଦ୍ଧପଥରେ ରହିଛନ୍ତି, ଯିବାକୁ ଆଦେଶ ନ ପାଆନ୍ତି। ଏମନ୍ତ ଯେଉଁ ରାଧାରାଣୀ, କହିବି କି ସେ ତାଙ୍କ ବାଣୀ। ଏହା କହିଣ ଜନାର୍ଦ୍ଦନ, ଚାହିଁଲେ ରୁକ୍ମିଣୀ ବଦନ। ଏହା ପରେ ଯେ ସମାଚାର, କହିବି ଶୁଣ ସୁଜ୍ଞ ନର। ଶ୍ରବଣେ ହଇବ ମୁକତା, କ୍ଷେତ୍ର ମୋହନ ଲେଖେ ଗୀତା। ଶୁଣ ସୁଜନ ଦେଇଛି ତ, ରାଧାଷ୍ଟମୀ ଜନ୍ମଗତ। ଶ୍ରବଣ କରିଲେ କର୍ଣ୍ଣରେ, ବସିବ ବୈକୁଣ୍ଠପୁରେ। ପାଳନ କରିବେ ଜନ, କହି ନୁହଁ ତାର ପୁଣ୍ୟ। ଶ୍ରୀକୃଷ୍ଣ ନିତ୍ୟ ସମାଚାର, ଭାଷନ୍ତେ ରାଣୀଙ୍କ ଆଗର। ଉଠିଣ ସତ୍ୟଭାମା ତହିଁ, ପାଦରେ ପ୍ରଣିପାତ ହୋଇ। ବଇଲେ ଆହେ ପ୍ରାଣେଶ୍ୱରୀ, ସନ୍ଦେହ ମୋ ମନର। ପ୍ରାଣେଶ୍ୱର ସନ୍ଦେହ ମୋ ମନର, କହିଲେ ରାଧ୍ୟ ନିତ୍ୟେଶ୍ୱର। ରାସମଣ୍ଡଳ ଅଧିକାରୀ ନିତ୍ୟେଶ୍ୱରୀ, ରାସମଣ୍ଡଳ ଅଧିକାରୀ। ଆବର କହିଲେ ଆମ୍ଭରେ, ବିଜୟ ରତ୍ନ ବେଦୀ ପରେ। ଏକଇ ଅଟେ ରାଧାକୃଷ୍ଣ, ହୋଇନଛନ୍ତି ପ୍ରତିଷ୍ଠିତ। ସର୍ବଦା ରାହାସ କରନ୍ତି, ଦିବା ରଜନୀ ନ ଜାଣନ୍ତି। ଏମନ୍ତ ଯେଉଁ ରାସେଶ୍ୱରୀ, ଶ୍ରୀ ରାଧା ନାମ ଯେ ତାଙ୍କରି। ଆବର କୃଷ୍ଣ ସଙ୍ଗେଛନ୍ତି, ତିଳେ ହିଁ ଅଲଗା ନୁହନ୍ତି। ଏଣେ କିପରି ଗପପୁରେ, ଜନ୍ମିଲେ ବୃଷଭାନୁ ଘରେ। ଚନ୍ଦ୍ରସେନାକୁ ବିଭା ଦେଲେ, ତୁମର ମାଇଁ ବଲାଇଲେ। ମାଇଁ ଭଣଜା କେହିପରି, ବିହାର କଲେ ହେ ମୁରାରୀ। 16,000 ଗୋପୀ ସଙ୍ଗେ, ରମିଲେ ରାଧା ନେଇ ରଙ୍ଗେ। ଏହା କିପରି କଲ ନାଥ, ଶୁଣି ମୁଁ ହୁଏ ଆଚମ୍ବିତ। ସେ ମହାନିତ୍ୟ ରାଧା ସହ, ଏ ରାଧା ସମ୍ପଦ କି କହ। କିପରି ଭାବେ କେଉଁ ଦିନେ, ମର୍ତ୍ତ୍ୟ ହୋଇଲେ ଉତ୍ପନ୍ନ। କାହିଁକି ଜନମିଲେ ସେଇ, କୁହନ୍ତୁ ଆମରେ ବୁଝାଇ। ପୁଣି ସେ ଅନନ୍ୟ କୂଳରେ, ନ ଜନ୍ମେ କିମ୍ପା ଗପପୁରେ। ଗୌଡ଼ ଘରେ ହେଲେ ଜାତ, ବୁଝାଇ କହ ପ୍ରାଣନାଥ। ଆବର କାହା ଜନ୍ମଦିନ, ସକଳେ କରନ୍ତି ପାଳନ। ଏଛାର ଗୌଡ଼ୁଣୀଟାର, ବ୍ରତ ପାଳନ୍ତି କିବା ନର। କିଏ ବା ନିତ୍ୟ ରାସେଶ୍ୱରୀ, ବ୍ରତ ପାଳନ୍ତି ନର ନାରୀ। ତାହା ଶୁଣି ଆମ ଚିତ୍ତ, ତୃପତ କର ଆହେ ନାଥ। ଏମନ୍ତ ଭାଷିଣ ବଚନ, ସତ୍ୟ ଯେ ବଇଲେ ମୌନ। କ୍ଷେତ୍ର ମୋହନ ଜଡ଼ି କର, ବଲଇ ଶୁଣ ସମାଚାର। ସେ ରାଧାକୃଷ୍ଣଙ୍କ ପୟରେ, ଶରଣ ବସ ସର୍ବନରେ। ଶ୍ରୀକୃଷ୍ଣଙ୍କର ସତ୍ୟଭାମାଙ୍କୁ ଉତ୍ତର ପ୍ରଦାନ। ଶୁଣ ହେ ସତୀ ଶିରୋମଣି, ପୁଛିଲେ ତୁମେ ଯେଉଁ ବାଣୀ। ତାହା ଏ ଅତ୍ୟନ୍ତ ଗହନ, ଶ୍ରବଣେ ହଇବ ମୋଚନ। ମର୍ତ୍ତ୍ୟରେ ଯେଉଁ ରାଧାରାଣୀ, ଜନ୍ମିଲେ ଗପପୁରେ ପୁଣି। ସେ ରାଧା ନିତ୍ୟ ରାଧାଙ୍କର, ପ୍ରଭେଦ ନାହିଁ ତିଳେ ମାତ୍ର। ମୋ ସାଙ୍ଗେ ତାହାଙ୍କର ଭାବ, ସଂସାରେ ଅଟଇ ଦୁର୍ଲଭ। କାହିଁ ମାଇଁ ମୋର ସେଇ, ଲୋକ ଦେଖାଣ ଯେ ଅଟଇ। ପ୍ରକୃତ ଘଟଣା ଜାଣିଲେ, ପୁଛିବ ନାହିଁ କେବେ ହେଲେ। କହିଛି ଆଗରୁ ବୁଝାଇ, ରାଧାଙ୍କ ଗୁଣ କହି ନାହିଁ। ତାହାଙ୍କ ପାଦରେଣୁ ସାଥେ, ସମ ନହିବେ କେହି ମର୍ତ୍ତ୍ୟେ। ଯେ ରାସେଶ୍ୱରୀ କାହିଁ ପାଇଁ, ଜନ୍ମିଲେ ଶୁଣ ମନ ଦେଇ। ଯୁଗକୁ ଯୁଗ ମହି ତଳେ, ଜନମୁ ଆମ୍ଭେ ବେନି ହଳେ। ଆପଣ କାର୍ଯ୍ୟ ଶେଷ କରି, ନିତ୍ୟକୁ ଯାଉ ଯେ ବାହାରି। ଜାଣ ମୁହିଁ ନୃସିଂହ ରୂପେ ଥିଲେ ବୋଇ, ରାଧା ଯେ ମାଳତୀ ନାମରେ। ଆସିନଥିଲେ ମୋ ସାଙ୍ଗରେ, ଦାନବ ବଳ କରି ଧ୍ୱଂସ। ନିତ୍ୟ ହୋଇଲୁ ପରବେଶ, ତାପରେ ତ୍ରେତୟା ଯୁଗରେ। ଆମେ ଜନ୍ମିଲୁ ଅଯୋଧ୍ୟାରେ, ରାମ ଅବତାରେ ଥିଲୁ ହୋଇ। ସେ ଥିଲେ ସୀତା ନାମ ବହି, ସେ ଯୁଗେ ଅପାର କଷଣ। ଲଭିଲୁ ଆମେ ଦୁଇ ଜଣ, ତାପରେ ନିଜେ ପୁରେ ଗଲୁ। ରାସ ଉତ୍ସବେ ମନ ଦେଲୁ, ଏହି ସମୟରେ କଂସାସୁର ଜନ୍ମ ଲଭିଲା ମଥୁରାର। ଦେବକୁ ବହୁତ ଦଣ୍ଡିଲା, ପାଦରେ ଆଣି ଖଟାଇଲା। ଦେବେ ତାହା ଅତ୍ୟାଚାରେ, ବ୍ୟତୀତ ହୋଇ ଆକୁଳରେ। ଧାତାଙ୍କୁ ସଙ୍ଗତରେ ନେଇ, ମିଳିଲେ କ୍ଷୀରାବ୍ଧରେ ଯାଇ। ତା ତଟେ ବସିନୁ ଅମରେ, ଡାକିଲେ ମତେ ଆକୁଳରେ। ତାହାଙ୍କ କଷଣ ନ ସହି, ପ୍ରବେଶୀ ହେଲି ତହିଁ ଯାଇ। ପୁଛିଲେ ତାହାଙ୍କ କାରଣ, କହିଲେ ଧାତା ବୁଝାଇଣ। କଂସାସୁରର ଅତ୍ୟାଚାର, ବଢ଼ୁଛି ପ୍ରଭୁ ଅପାର। ଆପଣ ଯେବେ ନ ବୁଝିବେ, ସକଳ ଅମରେ ମରିବେ। ଏପରି କୁହନ୍ତି ବିଧାତା, ଆମେ ବଇଲୁ କ୍ରୋଧ କଥା। ତ୍ରେତୟା ଯୁଗେ ତୁମେ ପାଇଁ, ଅପାର କଷ୍ଟ ଆମେ ପାଇଁ। ମାଇଲୁ ଦୁର୍ଦ୍ଦାନ୍ତ ରାବଣ, ନାସିଲୁ ସର୍ବଦୈତ୍ୟଗଣ। ତଥାପି ତୁମେ ନ ବୁଝିଲ, ବ୍ରହ୍ମ ହତ୍ୟାରେ ଦାୟୀ କଲ। ଏଣିକି କଂସ ଅତ୍ୟାଚାର, ଭୟରେ ହୋଇ ଜର ଜର ଆମକୁ କରୁଛି ଆପତ୍ତି। ପଛରେ ଶୁଣ ଦେବ ଶାସ୍ତି। ଏମିତି କହନ୍ତି କ୍ରୋଧରେ, ଅମର ପଡ଼ିଲେ ପରେ। ବିଧାତା କହିଲେ ବୁଝାଇ, ଏ ଜନ୍ମ ତ ହେବ ସାଇଁ। ରମଣୀଙ୍କୁ ପେଶିବୁ ଆମେ ଯେ ଗୋପକୁ। ତାହାଙ୍କ ସାଙ୍ଗେ ବିହରିବ, ମର୍ତ୍ତ୍ୟରେ ରାହାସ କରିବ। ତାପରେ ମଧୁପୁରେ ରାଜା, ହଇଣ ପାଳିବ ପରଜା। ଅପାର ଆନନ୍ଦ ପାଇବ, ସୁଖରେ ମର୍ତ୍ତ୍ୟ ବିହରିବ। ଏମନ୍ତ ଧାତା ବୁଝାବନ୍ତେ, କିଞ୍ଚିତ ଦୋଷ ହେଲୁ ଚିତେ। ବଇଲୁ ଭାବନା ନ କର, ଜନ୍ମିବୁ ଆମେ ନିକଟର। ମଥୁରାପୁରେ ବସୁଦେବ ଆମ ଜନକ ହୋଇବ। ଦେବକୀ ହେବ ଆମ ମାତା, ସର୍ବଦା କରୁଛନ୍ତି ଚିତା। ସପ୍ତମ ଗର୍ଭ ତାହାଙ୍କର, ସେ ଦୃଷ୍ଟ କରିବ ସଂହାର। ଅଷ୍ଟମ ଗର୍ଭେ ଆମେ ଯାଇ, ଜନ୍ମିବୁ ବନ୍ଦୀ ଘରେ ତହିଁ। ବଢ଼ିବୁ ନନ୍ଦର ମନ୍ଦିରେ, ଯଶୋଦା ମାତାଙ୍କ କୋଳରେ।
ଅନନ୍ତ ଆମ ସାଙ୍ଗେ ଯିବେ, ବଳରାମ ସେ ବଲାଇବେ। ଅପରେ ଦାନଙ୍କୁ ବଳଙ୍କୁ ବିନାଶୀ ଫେରିବୁ ପୁରକୁ। ଏମନ୍ତ କହି ଠାବରେ ବିଜୟ କଲୁ ନିଜ ପରେ ରାଧାଙ୍କୁ ଗୋଟି ଗୋଟି କରି କହିଲୁ ସକଳ ବିଚାରି। ତା ଶୁଣି ରାଶେଶ୍ୱରୀ ଦୁଃଖେ ବୋଇଲେ ଅମାର ତୁମେ ହେ ପ୍ରାଣନାଥ ଦୟା ବହି ଦାସୀଙ୍କୁ ସଙ୍ଗେ ଯାଆନ୍ତୁ ନେଇ କାୟକୁ ଛାଡ଼ି ଦଣ୍ଡେ ମାତ୍ର ଛାୟା କି ହୋଇବ ବଞ୍ଚିତ। ତେଣୁ ଜଣାଏ ଶ୍ରୀପୟରେ ମତେ ନିଅନ୍ତୁ ସଙ୍ଗତରେ ସେବା କରିଣ ଦିନ ନେବି ପୁନଶ୍ଚ ସଙ୍ଗତେ ଫେରିବି। ଆବାର ଏକ କଥା ମୋର ଭନାତ ପଡ଼ୁଛି ମନର ଦିନେ ତୃତୀୟା ଯୁଗେ ମୁହିଁ ଅନପରୁଷୁ ଥିଲେ ତହିଁ ନର ବାନର ଋଷିଦେବ ଏକତ୍ର ପୁଞ୍ଜୁଥିଲେ ସର୍ବ ଏ କାଳେ ଆମ ପ୍ରିୟ ଭୃତ୍ୟ ଯାହାର ନାମ ହନୁମନ୍ତ। ସେ ମୋର ପାଦକୁ ନାହିଁ ମନରେ ବିଚାରିଲା ତହିଁ ଏପରି ଏକ ନାରୀ ବର ଯେବେ ଘରଣୀ ହୁଅନ୍ତା ମୋର ସର୍ବଦା ପରଶି ଦିଅନ୍ତା ମନରେ କେଡ଼େ ସୁଖ ତା ହନ୍ତା। ତାହାର ମନ ଜାଣି ମୁହିଁ ବହିଲି ସ୍ନେହ ବରେ ତୁହିଁ ଆହେରେ ବାହାବୁ ହନୁମାନ ଯାହା ତୁ ବିଚାରିଛୁ ମନ ଏ ଯୁଗେ ପୂରଣ ନହିବ ଦ୍ୱାପରେ କାମନା ପୁରିବ। ମୁଁ ରାଧା ନାମ ଥିବି ବହି ତୁ ଥିବୁ ଚନ୍ଦ୍ରସେଣ ହୋଇ ଗୋପାଳ କୂଳେ ହେବୁ ଜାତ ନଥିବ ତୋର ପୁରୁଷତ୍ୱ କେବଳ ଜଗି ରହିଥିବୁ ପ୍ରଭୁ ଆସିଲେ ଛାଡ଼ିଦେବୁ। ଏପରି ତାହାକୁ କହିଛି ଭନାଥ ଚରଣ ଧରୁଛି ଯଦି ବି ସାଙ୍ଗରେ ନ ଦେବ ମୋ କଥା ଅନ୍ୟଥ ହୋଇବ ଆଧାର ଛାଡ଼ି କ୍ଷଣ ମାତ୍ର ଦାସୀ ନ ହୋଇବ ଜୀବିତ। ଏମନ୍ତ କହନ୍ତେ ବୁଝାଇ ରାଧାଙ୍କୁ ଆଶ୍ୱାସନା ଦେଇ ବହିଲୁ ଆମେ ଦର ହସି ଦୁଃଖ ନ କର ଶୁଭ୍ର କେଶୀ ଆମ ସଙ୍ଗତେ ତୁମ ଯିବ ମର୍ତ୍ତ୍ୟରେ ଲୀଳା ଆରମ୍ଭିବ। ଏହା କହିଣ ସାଥେ ସାଥେ ତାହାଙ୍କୁ ପଠାଇଲୁ ମର୍ତ୍ତ୍ୟେ ବୋଇଲୁ ଆଗେ ତୁମେ ଯାଅ ଆମକୁ ଅନାୟଣ ରୁହ। ବୃଷଭାନୁ ଯେ ବହୁଦିନ ହେଲାଣି କରୁଛି ଭଜନ ତାହାର ପୁତ୍ର ପୌତ୍ରୀ ନାହିଁ ଅଛି ଯେ ସଦା ପଥ ଚାହିଁ ବହନ ତାର ଘରେ ଯାଇ ପ୍ରବେଶ ହୁଅ ଚାନ୍ଦ ମୁହିଁ। ଏମନ୍ତ କହି ସେଇ କ୍ଷଣି ପେଶିଲୁ ତାହାଙ୍କୁ ମର୍ତ୍ତ୍ୟ ଭାଦ୍ର ମାସ ଯେ ଅଟଇ ଶୁକ୍ଳ ପକ୍ଷ ଥିଲା ହୋଇ ଅଷ୍ଟମୀ ତିଥି ମଧ୍ୟ ଜାଣ ରବିଙ୍କ ବାର ଯେ ପ୍ରମାଣ ଅନୁରାଧା ଯେ ନକ୍ଷତ୍ରରେ ଦିବସ ମଧ୍ୟାହ୍ନ ଭାଗରେ ମର୍ତ୍ତ୍ୟକୁ ଗମନ କରିଲେ କାଳିନ୍ଦୀ ହ୍ରଦେ ପ୍ରବେଶିଲେ ବାଳିକା ରୂପେ ହୋଇ ତହିଁ ପଦ୍ମପତ୍ରରେ ଗଲେ ସହି। ସେଦିନ ଶୁଭ୍ର ଗ୍ରହମାନେ ରହିଣ ଥିଲେ ଉଚ୍ଚ ସ୍ଥାନେ ବିନ୍ଦୁ ଲଗ୍ନର ଆଦ୍ୟ ଭାଗେ ବୃହସ୍ପତିଙ୍କ ଶୁଭ ଯଜ୍ଞ ରାଧା ହୋଇଲେ ଆବିର୍ଭୂତା ଶୁଣତା ପରେ ଆଜଗାଥା। ସେ କାଳେ ବୃଷଭନୁରାୟ ସୈନ୍ୟ ସାମନ୍ତକର ସହ ମୃଗୟା ଲାଗି ଯାଉଥିଲେ କାଳିନ୍ଦୀ କୂଳରେ ମିଳିଲେ ଶ୍ରୀହଦେ ବହୁ ପଦ୍ମପୁଷ୍ପ ଫୁଟିଣ ଚହଟେ ସୁବାସ ନୀଳ ଧବଳ ପୁଷ୍ପେ ଭରା ହଇଣ ଦୂରେ ଦିଶେ ତରା। ତା ଦେଖି ଆନନ୍ଦ ରାଜନ ଭୃତ୍ୟକୁ ବୋଲଇ ବଚନ ଆମର ବୋଲ ମାନି ତୁହି ଥକାଏ ପୁଷ୍ପ ଆଣ ଯାଇ ରାଣୀ ଦେଖିଲେ ତୋଷ ହେବେ ଲକ୍ଷ୍ମୀଙ୍କ ପୟରେ ପୂଜିବେ ପଦ୍ମପୁଷ୍ପକୁ ନାରାୟଣୀ ସ୍ନେହ କରନ୍ତି ଅଛି ଜାଣି। ହେମନ୍ତ ରାଜନ କୁହନ୍ତି ଭୃତ୍ୟ ଚଳିଲେ ପାଞ୍ଚ ସାତେ କାଳିନ୍ଦୀ ହ୍ରଦରେ ପଶିଲେ ଥକାଏ କୁସୁମ ତଳିଲେ। ଏ ସମୟ ଜଣେ ଭୃତ୍ୟ ନିରଖି ଦେଖିଲା ସେ ନେତ୍ର ଏକଇ ନୀଳ ପଦ୍ମ ପରେ ଶିଶୁ ଶୋଇଛି ନିଶ୍ଚିନ୍ତରେ ତା ଦେହୁ ଜ୍ୟୋତି ପରକାଶୀ ନିନ୍ଦା କରଇ ରବି ଶଶୀ। ଏହା ଦେଖିଣ ସେଇ ଭୃତ୍ୟ ଆନନ୍ଦେ ହୋଇ ପୁଲକିତ ନୃପତି ସାନ୍ନିଧ୍ୟକୁ ଯାଇ କହିଲା ସମତ ବୁଝାଇ ଶୁଣ ଆନନ୍ଦ ନରନାଥ ଭୃତ୍ୟକୁ ବୋଇଲେ ତୁନ୍ତ ସେ ଶିଶୁ ଅଛି କେଉଁ ସ୍ଥାନେ ଦେଖାଅ ମତେ ଯେ ବହନେ। ଏହା କହି ନୃପପୁର ଭୃତ୍ୟ ଚଳିଲା ଅଗ୍ରତର ଜଳରେ ପଶି ନରନାଥ ଥକାଏ ଦୂର ଯାଆନ୍ତେ ପଥ ଦେଖିଲେ ନୟନରେ ଚାହିଁ ଅପୂର୍ବ ଜ୍ୟୋତି ପ୍ରକାଶ ହୋଇ ଏକଇ ପଦ୍ମ ପୁଷ୍ପ ପରେ ବାଳିକା ଶୋଇଛି ଶାନ୍ତିରେ ଯେସନ ହୀରାର କଣ୍ଢେଇ ତେମନ୍ତ ରୂପ ଶୋଭା ପାଇ। ଏହା ଦେଖିଣ ନରନାଥ ମନରେ ହୋଇ ଆନନ୍ଦିତ ସେ ଶିଶୁ ପାଶରେ ମିଳିଲେ ପ୍ରବେଶ ହୋଇଲେ କୂଳରେ କଳେ ବସାଇ ଆନନ୍ଦରେ ପ୍ରବେଶ ହୋଇଲେ ବଳରେ। ସେ ବେଳେ ବୃଷଭାନୁଙ୍କର ଆନନ୍ଦ ନ ଧରିଲା ଘର ଦରିଦ୍ର କୋଟିନିଧି ପାଇ ଯେମନ୍ତ ଆନନ୍ଦ ହୋଇ ଅନ୍ଧ ପାଇଲେ ଚକ୍ଷୁଦାନ ଯେସନ ହୁଏ ତାର ମନ ସେହି ପ୍ରକାରେ ନର ଚାହିଁ ନାଚିଲେ କନ୍ୟା ମୁଖ ଚାହିଁ ସତେ କି କୋଟି ଦୀନନାଥ ହୋଇଛି ତାଙ୍କ କରଗତ। ହେମନ୍ତ ମଣି ନର ଚାହିଁ ଫେରିଲେ ମୃଗୟା ନ ଯାଇ ନବରେ ପ୍ରବେଶ ହୋଇଲେ ରାଣୀଙ୍କୁ ଦୁହାଇ ଡାକିଲେ ବୋଇଲେ ଆସ ଆସ ସହି ଅମୂଲ୍ୟ ରତ୍ନ ଅଛି ପାଇ ଯାହାକୁ ପାଇବା ନିମନ୍ତେ ଅପାର ଦୁଃଖ ଥିଲା ଚିତେ ତାହା ପ୍ରାପ୍ତ କଲେ ସାଇଁ ଦହନ ଆସି ଯାଅ ନେଇ ଯତନ କରି ପ୍ରତିପାଳ ଲଭିବ ବହୁ ପୁଣ୍ୟ ଫଳ। ହେମନ୍ତ ରାଜନଙ୍କ ବାଣୀ ଶୁଣି ଆସିଲେ ଧାଇଁ ରାଣୀ କନ୍ୟାକୁ ଦେଖୁ ଦେଖୁ ନେତ୍ରେ ଅତି ଆନନ୍ଦ ହୋଇ ଚିତେ କଳୁକୁ ସ୍ନେହ ତଳି ନେଲେ ଲଲାଟ ଚୁମା ଦେଲେ ଛାଇ। ସେବେଳେ ଆନନ୍ଦ ତାଙ୍କର ବର୍ଣ୍ଣି ନ ହେବ ମୁଖର କନ୍ୟାର ରୂପକୁ ନିରେଖି ଚାହିଁଲେ ରାଣୀ ହେଲେ ସୁଖୀ ଚନ୍ଦ୍ରକିରଣ ପ୍ରାୟ ଜ୍ୟୋତି ନିର୍ଧୂମ ନଳ ସମକାନ୍ତି କୋଟିଏ ରତି ହେଲେ ମେଳେ ସମ ନହିବେ ପାଦ ତଳେ। ଆବର ବହୁ ଶୁଭ ଚିହ୍ନ କନ୍ୟାର ଦେହେ ବିଦ୍ୟମାନ ଦେଖି ଚଞ୍ଚଳା ଚତୁରୀ ଦାସୀଙ୍କୁ ବୋଇଲା ହକାରି
আসল আসল বহন রত্নে করা মার্জন পদ্মবনରୁ ଅଛି ପାଇ ରାଧିକା ନାମ ଦେବି ମୁହିଁ ହେମନ୍ତ ମହାଦେଇ ବାଣୀ ଶୁଣିନ ସକଳ ତରୁଣୀ କନ୍ୟାକୁ ମାର୍ଜନ କରାଇ ରତ୍ନ ଦଳିରେ ଦେଲେ ସହି ରତନ ଚାନ୍ଦୁଆ ଆଣିଲେ ଯତନେ ଉପରେ ଟାଣିଲେ ଉତ୍ୱାନ ସାଇ ହେଲେ ହୋଇ ବାଳି ଶୋଇଲା ଚଞ୍ଚଳେ ଦୁଲାଳି ମଳମୂତ୍ର ଯେ ତାର ନାହିଁ କ୍ଷୀର ନୀର ସେ ନ ଛୁଇଁ ତା ଶୁଣି ସକଳ ଗୋପାଳ ଗୋପୀଙ୍କ ସହ ହୋଇ ମେଳ ନାନାଦି ଉପଚାର ମାନ ଘେନି ମିଳିଲେ ସେ ଯେ ବହନ କନ୍ୟାକୁ ଦର୍ଶନ ମାତ୍ରେ ଆନନ୍ଦ ହୋଇ ସର୍ବଚିତେ ତାପରେ ରାଜା ତସ ଦେଇ ଭଣ୍ଡାର ମାନ ଖୋଲି ଦେଇ ଦୁଃଖୀ ଦରିଦ୍ର ବ୍ରାହ୍ମଣକୁ ଡକାଇ ଆପଣା ପୁରକୁ ବହୁତ ଧନ ଦାନ କଲେ ଦେଇ ଇଚ୍ଛା ଯାହା ଇଚ୍ଛା ମତେ ନେଲେ। ସେଦିନ ପ୍ରତ୍ୟେକ ଗୃହରେ ବ୍ରତ ପାଳିଲେ ଆନନ୍ଦରେ ଘୃତ ପ୍ରଦୀପ ଜାଳି ଦେଲେ ଶୋଭନ କୁମ୍ଭ ବସାଇଲେ ସେ କାଳେ ଆନନ୍ଦ ଉତ୍ସବ ମୁଖରେ ବରଣୀ ନ ହେବ ହେମନ୍ତ ଜନ୍ମ ରାଧାଙ୍କର କହିଲେ କରିଣ ବିସ୍ତାର ୟା ପରେ ଗାଥାମାନ କରିବି ସଂକ୍ଷେପରେ ବର୍ଣ୍ଣନ ରାଧାଙ୍କ ଜନ୍ମ ସମାଚାର ସମ୍ପୂର୍ଣ୍ଣ ହେଲା ଏଠାର ତୁମେ ଜଣୁ ମୋ ପ୍ରିୟବତୀ କହିଲି ଶୁଣ ଆହେ ସତୀ ହେମନ୍ତ କହି ନାରାୟଣ ବସିଲେ ମୌନ ହଇଣ ଅଧମ କ୍ଷେତ୍ର ଯୋଡ଼ି କର କହି ମୋ ଦିଖୁନିବାର ସତ୍ୟଭାମ ଅବାଚ ଭନାଥ ନମୁଚି ପୟରେ ସଂଶୟ ରହିଲା ମନରେ ରାଧା ଦମର୍ତ୍ତ୍ୟ ହେଲେ ଜାତ ନ ଖାଇ ବଞ୍ଚିବେ କେମନ୍ତ ତାପରେ କେଉଁ ପ୍ରକାରେ ବରିଲେ ସେ ଚନ୍ଦ୍ରସେଣା ଅଟେ କିଏ ଶୁଣାଅ ପଡ଼ୁଅଛି ପାଏ ସେଉ ରାଧାଙ୍କୁ ବିବାହ ହେଲା କିମ୍ପାଇ ମିଳନ ନହିଲା ତୁମେ କିପରି ମର୍ତ୍ତ୍ୟପୁରେ ଆସିଲ କୁହ ପ୍ରାଣେଶ୍ୱର ଏହା ଶୁଣଇ ଦୟାମୟ ତୁଟଇ ଆମର ସଂଶୟ ଶୁଣିବା ବଳେ ଚିତ୍ତ କ୍ଷେତ୍ର ମୋହନରି ଚକିତ। ଶ୍ରୀକୃଷ୍ଣ ବଚ ପାଟବଂଶୀଙ୍କ ମୁଖେ ଚାହିଁ କହନ୍ତି ଦ୍ୱାରିକାରେ ଯାଇ ପୁଛିଲେ ତୁମେ ମତେ ପୂର୍ବରୁ କହୁଅଛି କେତେ ତୃତୀୟ ଯୁଗେ ହନୁ ଯେହି ଦ୍ୱାପରେ ଚନ୍ଦ୍ରସେଣା ସୋଇ ରାଧା ଯେ ଥିଲେ ସୀତା ସତୀ ଅତି ସୁନ୍ଦର ରୂପକାନ୍ତି ତେଣୁ ଯେ ହନୁମନ୍ତ ବୀର ଚନ୍ଦ୍ରସେଣା ସେ ଦ୍ୱାପରର ତାହାଙ୍କୁ ରାଧା ଯେଉଁପରି ବିବାହ କଲେ ଶୁଣ ଗୋରି ବୃଷଭାନୁଙ୍କ ଗୃହେ ସତୀ ହୋଇ ନଥାନ୍ତି ଶିଶୁ ମୂର୍ତ୍ତି କୌଣସି ଖାଦ୍ୟ ନ ଛୁଅନ୍ତି ବଚନ କାରେ ନ ଭାସନ୍ତି ମୋହର ପାଦେ ମନ ଦେଇ ରତ୍ନ ଦଳିରେ ଥାନ୍ତି ଶୋଇ ଦେ ବହୁ କାଳ ଗଲା ଦଳିରୁ ସତୀ ନ ଉଠିଲା କଟିଲା ନାହିଁ ବାଲ୍ୟ ଭାବ ବଚନେ ନ କହିଲେ ଲବ ଏହା ଦେଖିଣ ରାଜାରାଣୀ ଅପାର ଦୁଃଖ ହେଲେ ପୁଣି ବହୁ ପ୍ରକାର ଚେଷ୍ଟା କଲେ ତାହାଙ୍କୁ ବୁଝାଇ ନ ପାରିଲେ ଶୁଣି ନ ପାରିଲେ ବଚନ ଦୁଃଖରେ କଟାଇଲେ ଦିନ ଏହାପରେ ଏକ ଦିନ ମିଳିଲା ତାଙ୍କ କୁମାର ତାହାଙ୍କୁ ଦେଖି ନରନାଥ ପାଦରେ ହୋଇ ପ୍ରଣିପାତ ରତ୍ନ ଆସନେ ବସାଇଲେ ସମସ୍ତ ବର୍ଣ୍ଣନା କରିଲେ ଆଦ୍ୟଠୁ ପ୍ରାନ୍ତ ଯାଏ ପୁଣି ଭାସିଲେ ସର୍ବନର ମଣି ଶୁଣି ନାରଦ ହସି ହସି କହିଲେ ରାଜାଙ୍କୁ ଆସୁଛି ତୁମ ପୟରେ ଭାଗ୍ୟବାନ ନାହାନ୍ତି ଏ ତିନି ଭୁବନ ସ୍ୱୟଂ କମଳା ତୁମ୍ଭ ପରେ ଅଛନ୍ତି ସନ୍ତତ ଭାବରେ ପରମ ବ୍ରହ୍ମଲୟ ରଖି ଶୋଇ ଅଛନ୍ତି ପଦ୍ମମୁଖୀ ଯେବେ ଜନ୍ମିବେ ନାରାୟଣ ତୁଟିବ ତୁମ୍ଭର କଷଣ ଫିଟିବ ଦେବୀଙ୍କର ମୁଖ ଯୌବନ ବିକାଶିବ ଭୂପ ସେ ପାଇଁ ଭାବନା ନ କର ବଢ଼ିବ ସୁପୁଣ୍ୟ ଅପାର ଏହା କହିଣ ଧାତ ସୁତ ରାଜାଙ୍କୁ କହିଲେ ତଦନ୍ତ ଶୋଇଛି କନ୍ୟା ଯେଉଁଠାରେ ଦେଖାଅ ନେଇ ମୋତେ ଥରେ ମାତ୍ର ମୁଁ କହୁଛି ଚେତାଇ ମୋ ଥିବା ଯାଏ ତୋଇ କେହି ନ ଯିବେ ଜଣେ ମାତ୍ର ତୁମେ ବି ନ ଯିବଟି ସେଥ ହେମନ୍ତ କହିଣ ଦେବର୍ଷି ଗୃହ ଭିତରେ ଗଲେ ପଶି ଦେଖିଲେ ରତ୍ନ ଦଳି ପରେ କନ୍ୟା ଶୋଇଛି ନିଶ୍ଚିନ୍ତରେ ଦିବ୍ୟଜ୍ୟୋତି ସେ ଅଙ୍ଗତାର ଚହଟି ବିକଶଇ ପୁର ଦେଖିଣ ନାରଦ ମହର୍ଷି ମନ ମଧ୍ୟରେ ହୋଇ ଖୁସି ବଇଲେ ବିନୟ ହଇଣ ଭମାତା କିମ୍ପାଇ ଭାବେଣ ଶୋଇଛୁ ବଚନ ନ କହି କ୍ଷୀର ନିରଜେ ନ ଛୁଇଁ ହଇଣ ତ୍ରିଜଗତ ମାତା ମାୟା ଭିଆଇଛୁ କିମନ୍ତ ଭମାତା ବାରେ ଦୟା ବହି ରାଜା କଷଣ ନାଶ ଦୁଇ ତୋ ଲାଗି ଦିବସ ରଜନୀ କାନ୍ଦନ୍ତି ରାଜାରାଣୀ ବେନି ଆଉ ମା ହେମନ୍ତ ନ ଶୋଇ ବଚନ ଭାଗ କ୍ଷୀର ଖାଇ ବାଳ ସ୍ୱଭାବ ତ୍ୟାକାର ଜଗତେ ନବଭାବ ଧର ଯାହା ନିମନ୍ତେ ତୁଇ ମାତ ଶୟନ କରୁଛୁ ହେମନ୍ତ ସେ ପ୍ରଭୁ ଆଉ ଅଳ୍ପ ଦିନେ ଜନ୍ମି ଯେ ମଧୁଭୁବନେ କଂସକୁ ବିନାଶିବା ପାଇଁ ଦେବଙ୍କୁ ଛନ୍ତି କଥା ଦାଇ ଦେବକୀ ଗର୍ଭରେ ଏଇ କ୍ଷଣି ପ୍ରଭୁ ଯେ ଆସି ରହିଲେଣି ଆଉ ଅଳ୍ପ ଦିନକେ ମାତ୍ରେ ଜନମେ ହେବେ ଜଗନ୍ନାଥ ଏ ଗପପୁରେ ବଢ଼ିବେ ଅପାର ଦାନବ ନାସିବେ ପୂର୍ବରୁ ବହୁ ସୁରାସୁରୀ ଗପରେ ଅଛନ୍ତି ଅବତରୀ ପ୍ରଭୁଙ୍କ ପଦେ ଛନ୍ତି ଚାହିଁ ଭାବନା ତେଜ ଚାନ୍ଦ ମୁଇଁ ତତେ ତେଜିନ କ୍ଷଣ ମାତ୍ରେ ପ୍ରଭୁ କି ହଇବେ ନିଶ୍ଚିତ ହେମନ୍ତ ନାରଦଙ୍କ ବାଣୀ କନରେ ରାଧା ଦେବୀ ଶୁଣି ବଇଲେ ନାରଦଙ୍କୁ ଚାହିଁ ମନରେ ହରଷିତ ହୋଇ
ତାହେଲେ ମୋର ପ୍ରାଣକାନ୍ତ ମର୍ତ୍ତ୍ୟ ହେଲେଣି ଉପଗତ। ଚାଲ ଦେବୀଶ୍ରୀ ଅଗ୍ରତରେ ଜଣାଅ ମୋ ମାତା ପିଓରେ ଭଜନ ଆଣି ଦିଅନ୍ତୁ ବେଗେ କ୍ଷୁଧାରେ ଜଳ ମୋର ଅଙ୍ଗ। ଚାଲ ଦେବଶ୍ରୀ ଅଗ୍ରତରେ ଜଣାଅ ମୋ ମାତା ପିଓରେ ଭଜନ ଆଣି ଦିଅନ୍ତୁ ବେଗେ କ୍ଷୁଧାରେ ଜଳେ ମୋର ଅଙ୍ଗ। ଶୁଣି ନାରଦ ଆନନ୍ଦରେ ମିଳିଲେ ନୃପତି ପାଶର ବଇଲେ ସର୍ବ ସମାଚାର। ଶୁଣି ଆନନ୍ଦ ନୃପବର ଚଞ୍ଚଳା ରାଣୀଙ୍କୁ ଡକାଇ ବଇଲା ବେଗେ ଆସ ଧାଇଁ କନ୍ୟା ମୋ କଥା କହିଲାଣି ଭକିବା ପାଇଁ ମାଗେ ପୁଣି। ଶୁଣିଲ ରାଣୀ ରାଜାଗୀର ଧାଇଁଲା ହୋଇ ତର ତର ଅପୂର୍ବ ଅଡର ସମାନ ଘେଣିନ ଧାଇଁଲେ ବହନ ଦେଖିଲେ ଦଳି ମଧୁବାଳି ଉଠିଣ କୁତୁହୁଳି ମାତା ପିତାଙ୍କୁ ଦେଖି ନେତ୍ରେ ଧାଇ ଆସିଣ ତତ୍କ୍ଷଣେ ମାତାକୁ କୁଣ୍ଢାଇ ଧରିଲା ଅମ୍ୟ ବଚନ ଭାସିଲା। ଦେଖିଲା ଚଞ୍ଚଳ ସୁନ୍ଦରୀ ଶୟନ ଥିଲେ ଯେ କୁମାରୀ କ୍ଷୁଦ୍ର ବାଳିକା ରୂପ ଥିଲା ତତ୍କ୍ଷଣେ ଯୁବତୀ ହୋଇଲା ନମିଣ ଦେବର୍ଷି ପୟରେ ବସିଲା ମାତାଙ୍କ କୋଳରେ। ବିଦାୟ ନେଇନ ନାରଦ ଚଳିଲେ ହୋଇଣ ଆନନ୍ଦ ସେଦିନ ଠାରୁ ନରପତି ଖୋଜିଲେ କନ୍ୟା ଲାଗି ପତି। ଗପରେ ଚନ୍ଦ୍ରସେନା ଥିଲା ନୃପତି କୂଳେ ଜନ୍ମିଥିଲା ଉତ୍ତମ ବଂଶ ଅଟେ ତାର ଧନ ଧାନ୍ୟରେ ଭରପୁର ଗଧନ ଗୁହାଳ ଦେଖିଣ ବୃଷଭାନ ପାଳ କନ୍ୟାର ଉପଯୁକ୍ତ ପତି ଭାବିଣ ମନେ ନରପତି। ରାଧାଙ୍କୁ ତାହା ସଙ୍ଗତରେ ବିବାହ କଲେ ଆଡ଼ମ୍ବରେ ଚନ୍ଦ୍ରସେନା ମୋ ମାତାର ଲେଖାରେ ଭାଇ ଯେ ଧର୍ମର। ଏହି ପ୍ରକାରେ ମାମୁ ସେହି ମରତା ସାଙ୍ଗେ ଭାବ ହେଇ ନନ୍ଦ ଆବର ଯଶୋବନ୍ତୀ ଶାଳକ ମହର ଅଟନ୍ତି ତାଙ୍କର ଲେଖା ଜୋଖା ଭାଇ ସେ ଚନ୍ଦ୍ରସେନା ଯେ ଅଟଇ। ତାପରେ ଆମ ଗପପୁରେ ବଢ଼ିଲୁ ଜନ୍ମି ମଥୁରାରେ ଆମକୁ ପାଇବା ନିମନ୍ତେ ରାଧା ସର୍ବଦା ହୃଦଗତେ ଭାବନା କରି ଦିନ ରାତି ସୂର୍ଯ୍ୟକୁ ପୂଜା କଲେ ସତୀ। 16,000 ଗୋପୀ ମେଳେ ମୋତେ ପାଇବା ପାଇଁ ହେଳେ ବହୁତ ଜପ ତପ କଲା ଶେଷେ ଦୁହିଁଙ୍କ ଭେଟ ହେଲା ବୃନ୍ଦାବନରେ ରାସ କେଳି କରିଲୁ ରାଧା ସହ ମିଳି। ପୂର୍ବରୁ ସର୍ବଗୋପୀମାନେ ଜନ୍ମିଥିଲେ ସେ ଭୁବନେ ତାହାଙ୍କ କାମନା ପୂର୍ଣ୍ଣ କରି ଆମେ ଯେ ଆସିଲୁ ବାହାରି ସେ ଖେଳା ସେଠାରେ ରହିଲା ତବ ସହିତ ଖେଳ ହେଲା। ରାଧାଙ୍କ ଜନ୍ମ ସମାଚାର କହିଲି ତୁମ ଅଗ୍ରତର ହେମନ୍ତ କହି ଗୋପୀନାଥ ମୌନ ହେଲେ ଭଣେ କ୍ଷେତ୍ର ବ୍ରତ ସୂଚନା। ଶୁଣ ସୁଜନେ ମନ ଦେଇ ଶ୍ରୀକୃଷ୍ଣ ମୁଖୁ ଶୁଣି ସହି ମନରେ ହୋଇ ଆନନ୍ଦିତ ପାଳିଲେ ରାଧାଷ୍ଟମୀ ବ୍ରତ। ରୁକ୍ମିଣୀ ସତ୍ୟଭାମା ସାତେ ସେ ପାଟବଂଶୀ ସେ ସମସ୍ତେ ଭକତିରେ କୃଷ୍ଣଙ୍କର ପୂଜିଲେ ସକଳ ପୟର ତାହାଙ୍କୁ ଦେଖି ଦ୍ୱାରିକାରେ ବ୍ରତ ପାଳିଲେ ଘର ଘରେ ହେମନ୍ତ ରାଧାଷ୍ଟମୀ ବ୍ରତ ପାଳନ କରିଲେ ସମସ୍ତ। ଏ ବ୍ରତ ନୁହେଁ ତ ସାମାନ୍ୟ ପାଳନ କଲେ ବଢ଼େ ପୁଣ୍ୟ ଅପୁତ୍ରୀ ନାରୀ କଲେ ବ୍ରତ ପୁତ୍ର ପ୍ରଭୃତି ଯେ ହନ୍ତି ପ୍ରାପ୍ତ ନିର୍ଧନ ଏ ବ୍ରତ ପାଳିଲେ ଅପାର ଧନ ବଢ଼େ ହେଳେ ଅବର ବ୍ୟାଧି ବନ୍ତ ନର ଏ ବ୍ରତ ପାଳିଲେ ଭକ୍ତିର ସକଳ ବ୍ୟାଧି ହୁଏ ନାଶ ଅନ୍ତେ ବୈକୁଣ୍ଠ ଲଭେ ବାସ। ରାଧା ଅଷ୍ଟମୀ ବ୍ରତ ଦିନ ଯେମନ୍ତ କରିବ ପାଳନ ତାହାର ବିଧି ଶୁଣ ଧୀରେ ଭଣ ଏ କ୍ଷେତ୍ରରେ ଗୀତରେ ବ୍ରତ ବିଧାନ। ରାଧା ଅଷ୍ଟମୀ ଜନ୍ମ ବ୍ରତ ଯେ କରିବ ପାଳିତ ନୂତନ ବସ୍ତ୍ର ଅଳଙ୍କାର ମଣ୍ଡିବ ହୃଦୟ ଯତ୍ନର ନାନାଦି ଉପହାର ମାନ କରିବ ଯତ୍ନେ ଆୟୋଜନ ବାସ ଚନ୍ଦନ ସହିତର କୁଙ୍କୁମ କସ୍ତୁରୀ ସିନ୍ଦୁର ହରିଦ୍ରା ମିଶାଇ ତହିଁରେ ଲାଗି କରିବ ରାଧିକାରେ ନାନାଦି ସୁବାସ କୁସୁମ ମଣ୍ଡିବ ଶ୍ରୀ ରାଧାଙ୍କ ଅଙ୍ଗ ବିବିଧ ବାଦ୍ୟନାଦ ଛଳେ ପୂଜା କରିବ ଭକ୍ତି ଭଳେ ଦୁର୍ବା କ୍ଷେତ୍ର ବା ଶ୍ରୀଫଳ ସୁବାସ ବିଡ଼ିଆ ତାମ୍ବୁଳ କୁଙ୍କୁମ ବିଲମ୍ପନ କର ଭକତି ଭାବ ହୃଦୟ ଧର। ସେଦିନ କରି ଉପବାସ ଅନ୍ୟାୟ ନ କରିବ ଲେଶ ଭକତି ଭାବେ ଯେ ସମସ୍ତ ଅର୍ପିବ ରାଧା ପାଦକଦ ହେମନ୍ତ କରିଲେ ପାଳନ ରାଧିକା ହେବେ ସୁପ୍ରସନ୍ନ ଆପର କୃଷ୍ଣଙ୍କର ସାଥେ ପୂଜିବ ତାହାଙ୍କୁ ସମସ୍ତେ ନହେଲେ ଫଳ ନ ପାଇବ କାର୍ଯ୍ୟ ସେ ଅସମ୍ପୂର୍ଣ୍ଣ ହେବ। ରାଧାକୃଷ୍ଣ ଯେବେ ନିଜନ କେବେ ନୁହନ୍ତି ଭିନ୍ନ ଭିନ୍ନ ଯେଉଁଠି କୃଷ୍ଣ ରାଧା ତହିଁ ତାହାଙ୍କ ଭିନ୍ନ ଭିନ୍ନ ନାହିଁ କୃଷ୍ଣ ତାଙ୍କର ପ୍ରାଣପତି ପ୍ରେମ ଭକ୍ତରେ ବନ୍ଧାଥାନ୍ତି ପରମ ଭକ୍ତ ଭାବ ଭଳେ। ରାଧାଷ୍ଟମୀ ବ୍ରତ କଲେ ବହୁତ ସୁଫଳ ପାଇବ ଅନ୍ତେ ଯେ ବୈକୁଣ୍ଠେ ବସିବ। ଭାଇ ଭଗ୍ନୀମାନେ ଶୁଣ ଶ୍ରୀ ରାଧା କୃଷ୍ଣଙ୍କ ପାଦେଣ ଭକ୍ତି କର ଅପ୍ରମିତେ ସଂସାର ପାର ହେବା ଅର୍ଥେ ଜଗତ ଜନନୀଙ୍କୁ ଧ୍ୟାଇ ଏ ରାଧାଷ୍ଟମୀ ଲେଖେ ଲଇଁ ସୁଜନ ଜୟଙ୍କ ପୟରେ ମନ ରହୁ ନିରନ୍ତରେ। ଏ ଗୀତ ହୋଇଲା ସମ୍ପୂର୍ଣ୍ଣ ରାଧାକୃଷ୍ଣଙ୍କୁ ଭଜ ଜନ କହି କ୍ଷେତ୍ରବାସ ଛାର ଶ୍ରୀ ରାଧା ଗୋବିନ୍ଦ ଉଦ୍ଧାର। ଇତି ଶ୍ରୀ ହରିବଂଶେ ଶ୍ରୀ ରାଧା ଜନ୍ମ କଥନ ସଦା ଜୟ ସମ୍ପୂର୍ଣ୍ଣମ୍। ଜୟ ଜଗନ୍ନାଥ ହର ହର ଶମ୍ଭୁ। ଆପଣଙ୍କୁ ଯଦି ମୋର ଏଇ ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ସମସ୍ତଙ୍କୁ ସେୟାର କଲେ ସମସ୍ତେ ରାଧାଷ୍ଟମୀ ବ୍ରତ ବହି କଥା ଜାଣିପାରିବେ।